ବଜ୍ରାଘାତରେ ଦୁଇ ନାବାଳକ ମୃତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବିଧାୟକ ହିମାଂଶୁ କହିଛନ୍ତି। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ବୁରୁସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ଦିନ ସନ୍ଧ୍ୟାରେ ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ 5 ଘଟିକା ସମୟରେ ବୁରୁସାହି ଗ୍ରାମର ଦୁଇ ନାବାଳକ ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର ଓ ଅର୍ଜୁନ ହେମ୍ବ୍ରମଙ୍କ ପୁଅ ତାରା ହେମ୍ବ୍ରମ ଉଭୟ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଚାନକ ବଜ୍ରାଘାତ ହୋଇଥିଲା ଏବଂ ଉଭୟ ଗୁରୁତର ହୋଇପଡ଼ିଥିଲେ। ଉଭୟଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏ ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଜୁନ ହେମ୍ବ୍ରମ ଘର ବୁରୁସାହି कौन घड़घड़े दीटा पिला मारी मारी घड़घड़ दिटा यहाँ आम असुविधा है बोली आम कौन ये टाटा एसी में कौन आम्बुलांस रे फोन करूँ ये पड़े आमको धर्मपड़ा को यह कथा हाँ कार पुअर मोर ये तारा हेम्ब्रम हाँ पुओ केते बड़े यहाँ ठीक है 4टा टाइम है यहाँ कौन से पड़े चला बुल होता कौन बुल बुलते गड़गड़ मारी बाहर थिला हाँ बाहर की कि मु सान भाईटा ताको टेक्निक नहीं जाती घर भितर 2 जन मो भाईर पुओ गोटे मोर पुओ गोटे बयस तार मुझे एत बयस तार आधार कार्ड रखी तो मन पड़नी सारा। जाजपुर नारायण रथों रिपोर्ट स्वर्ण न्यूज।